ଆମେ ଗରିବ ଥିଲୁ। ବାପା ମାଙ୍କ ମୃତ୍ୟୁ ପରେ ପରେ ମୋ ବିବାହ ଜଣେ ପାଗଳଙ୍କ ସହିତ କରିଦେଲା ମୋ ଭାଇ। ମୁଁ ବହୁତ କାନ୍ଦିଲି। ସେ ପାଗଳ ମୋତେ ତାଙ୍କ ଘରକୁ ନେଇଗଲେ। ପ୍ରଥମେ ପ୍ରଥମେ ତ ମୁଁ କାନ୍ଦୁଥିଲି, କିନ୍ତୁ ମୋର ସେ ପାଗଳ ସ୍ୱାମୀ ମୋର ବହୁତ ଯତ୍ନ ନେଉଥିଲେ। ମହଙ୍ଗା ମହଙ୍ଗା ଜିନିଷ ଆଣିକି ମୋତେ ଦେଉଥିଲେ, ଆଉ ରାତି ହେବା ମାତ୍ରେ ଆଉ ଗୋଟିଏ ରୁମକୁ ପଳାଉଥିଲେ। ମୋତେ ବହୁତ ଆଶ୍ଚର୍ଯ୍ୟ ହେଉଥିଲା। ମୋର ସନ୍ଦେହ ବଢ଼ିଲା ତ ଦିନେ ମୁଁ ପ୍ରଥମରୁ ସେ ରୁମ୍ ଭିତରେ ଲୁଚିଗଲି। ଆଉ ଏହା ଦେଖିକି ମୋ ହୋସ୍ ଉଡ଼ିଗଲା କି ମୋ ପାଗଳ ସ୍ୱାମୀ ଓ 4 ଜଣ। ମୋ ସ୍ୱାମୀ ମୋର ବହୁତ ଯତ୍ନ ନେଉଥିଲେ। ତାଙ୍କର ସେମିତି ଭଲ ଷ୍ଟାଣ୍ଡାର୍ଡ ନଥିଲେ ବି ମୋ ପାଇଁ ମହଙ୍ଗା ମହଙ୍ଗା ଜିନିଷ ନେଇକି ଆସୁଥିଲେ। ମୁଁ ଟିକେ ଆଶ୍ଚର୍ଯ୍ୟ ହେଉଥିଲି କି ଏତେ ସବୁ ସେ କେମିତି ଆଉ କେଉଁଠୁ ଆଣୁଥିଲେ। କିନ୍ତୁ ଗୋଟିଏ କାମ ତାଙ୍କର ବଡ଼ ଅଜବ ଥିଲା ଯେ ସେ ମୋତେ ଯେମିତି ହେଲେ ଖୁସି କରିଦେଉଥିଲେ। ମୋ ପାଇଁ ମୋ ପସନ୍ଦର ସାମଗ୍ରୀ ଆଉ ଖାଇବା ନେଇକି ଆସୁଥିଲେ। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ଥିଲା କି ରାତି ହେଲେ ସେ ଆଉ ଗୋଟିଏ ରୁମକୁ ଯାଇ ଶୋଇ ପଡୁଥିଲେ। ମୁଁ ଚକିତ ହୋଇଯାଉଥିଲି କି ଯଦି ତାଙ୍କୁ ମୋର ଏତେ ଫିକର ଥିଲା, ମୋ ପାଇଁ ପସନ୍ଦର ଜିନିଷ ଖାଇବା ନେଇ ଆସୁଥିଲେ, ତାହେଲେ ତାଙ୍କର ମୋ ପ୍ରତି ଆଗ୍ରହ କାହିଁକି ରହୁନଥିଲା। ନିଜେ ଯାଇ ଅନ୍ୟ ରୁମରେ ଶୋଇଯାଉଥିଲେ। ମୋ ପାଖରେ କାହିଁକି ବସୁନାହାନ୍ତି? ମୋ କଥା କାହିଁକି ଶୁଣୁନଥିଲେ? ମୋ ପ୍ରତି ତାଙ୍କର ବ୍ୟବହାର ନର୍ମାଲ କାହିଁକି ନୁହେଁ? ଏମିତି ଅନେକ କଥା ଭାବି ଭାବି ମୋ ଭିତରେ ସନ୍ଦେହ ବଢୁଥିଲା। ଦିନେ ଏହାର କାରଣ ଜାଣିବା ପାଇଁ ସ୍ଥିର କଲି। ଦିନେ ଯାଇ ସେ ଶୋଉଥିବା ରୁମରେ ଆଗରୁ ଲୁଚିଗଲି, ଯେମିତି ଜାଣିପାରିବି କି ସେ ରୁମକୁ ସେ କାହିଁକି ଯାଉଛନ୍ତି, ମୋ ପାଖକୁ କାହିଁକି ଆସୁନାହାନ୍ତି। ଏହାପରେ ସେ ସେହି ରୁମକୁ ଆସିଲେ, ଆଉ ରୁମକୁ ଆସିବା ପରେ ଏମିତି କିଛି ହରକତ କରୁଥିବାର ଦେଖିଲି ଯେ କହିବା ବେଳକୁ ବି। ମୋ ନାଁ ନିଶା। ମୁଁ ଟିକେ ସୁନ୍ଦର ଥିଲି। ମୁଁ ସୁନ୍ଦର ବୋଲି ମୋ ଭାଉଜ ମୋତେ ପସନ୍ଦ କରୁନଥିଲେ। ସେ କହୁଥିଲେ କି ତମ ଶରୀର ତ ଦିନେ ମାଟିରେ ମିଶିଯିବ। ମୁଁ କହୁଥିଲି କି ଭଗବାନଙ୍କୁ ଡର ଭାଉଜ, ମୁଁ ତୁମର କ'ଣ କରିଛି? ମୋ ବାପା ନଥିଲେ ବି ମା ଯେବେ ଯାଏଁ ବଞ୍ଚିଥିଲା ସେବେ ଯାଏଁ ମୁଁ ଟିକେ ଟିକେ ଶାନ୍ତିରେ ଥିଲି। ମୋ ଭାଇ ବି ମୋତେ ସେତିକି ଭଲ ପାଉନଥିଲା। ସେ କହୁଥିଲା କି ତୁ ତ ଭାଉଜ ସହିତ କାହିଁକି ସବୁବେଳେ କଳି ଝଗଡ଼ା କରୁଛୁ? ଯେତେବେଳେ କି ଝଗଡ଼ା ଭାଉଜ ନିଜେ କରୁଥିଲେ। ମୋର ବି ଭୁଲ କଥା ହଜମ ହେଉନଥିଲା। ଯଦି ସମୟରେ ମାକୁ ଖାଇବା ଦେଉନଥିଲେ ତ, ନହେଲେ ବାସି ଖାଇବା ଦେଉଥିଲେ ତ ମୋତେ ରାଗ ମାଡୁଥିଲା। ମୋ ମା ତ ଆଗରୁ ଡାଇବେଟିକ ରୋଗୀ ଥିଲା। ମୁଁ କହୁଥିଲି କି ତାର ତ ଆଗରୁ ରୋଗ ଅଛି, ସେଥିରେ ତାଙ୍କୁ ବାସି ଖାଦ୍ୟ କାହିଁକି ଦେଉଛ? ଏତିକି କହୁ କହୁ ଭାଉଜ ମୋ ଉପରେ ଏମିତି ରାଗିଲେ ଯେ ହାତାହାତି ପର୍ଯ୍ୟନ୍ତ କଥା ପଳେଇଲା। ମୋ ଭାଇ ତ ଭାଉଜଙ୍କର ସାଥ ଦେଉଥିଲା। ସେ ମୋତେ କହିଲା କି ତତେ ତ ଦିନେ ମୁଁ ଏମିତି ସିଧା କରିବି ଯେ ତୁ ପୁରା ତୀର ପରି ସିଧା ହୋଇଯିବୁ। ତୁ ଏ ଘରେ ଛୋଟ, ଆଉ ଭାଉଜ ସହିତ ଏମିତି କଥା ହେବା କଥା କି? ମୁଁ କହିଲି କି ଛୋଟ ବଡ଼ର କଥା ନାହିଁ, କିଛି ଭୁଲ ହେଲେ ମୁଁ ନିଶ୍ଚୟ କହିବି। ଦିନେ ମୋ ମାର ଦେହ ଖରାପ ହୋଇଗଲା। ଏତେ ଜୋରରେ ଖରାପ ହେଲା କି ତାକୁ ହସ୍ପିଟାଲକୁ ନେବାକୁ ପଡ଼ିଲା। ଆଉ 5 ଦିନ କାଳ ହସ୍ପିଟାଲରେ ପଡ଼ି ରହିବା ପରେ ସେ ଦୁନିଆରୁ ଚାଲିଗଲା। ମୁଁ ପୁରା ଚିନ୍ତିତ ହୋଇଗଲି। ସବୁ ସମ୍ପର୍କୀୟ ମୋ ମାଙ୍କ ଶାଶୁଘରର ଥିଲେ, ଆଉ ତାଙ୍କର କିଛି ବି ଦୁଃଖ ନଥିଲା। ବାସ୍ ଟିକେ ଅଫସୋସ କରିକି ଚାଲିଗଲେ। ଏବେ ସେ ଘରେ ମୁଁ ଆଉ ଭାଇ ଭାଉଜ। ଦିନେ ରାତିରେ ଭାଇ ମୋ ପାଖକୁ ଆସିଲା ଆଉ କହିଲା କି ମା ତ ଦୁନିଆରୁ ଚାଲିଗଲା। ମୁଁ ଭାବିଲି କି ତାପରେ କହିବ ଯେ କିଛି କଥା ନାହିଁ, ମୁଁ ତ ଅଛି, ଆଉ ତୋର ଯାହା ଦରକାର ମୋତେ କହିବୁ। କିନ୍ତୁ ତା ବଦଳରେ ସେ ମୋତେ କହିଲା କି ଆଗାମୀ ରବିବାର ତୋର ବିବାହ ଅଛି। ଯେତେବେଳେ ସେ ଏମିତି କଥା କହିଲା ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ଆଶ୍ଚର୍ଯ୍ୟରେ ପଚାରିଲି, କ'ଣ କହିଲୁ? ସେ କହିଲା କି ହଁ, ତୋ ବାହାଘର ହେଉଛି। ଶୁଣିକି ମୋ ମନ ଭିତରଟା ଏମିତି ହୋଇଗଲା ଯେ ଆଉ ପଚାରି ପାରିଲିନି କି କାହା ସହିତ ମୋ ବିବାହ କରଉଛୁ। ସେ କହିଲା କି ବାସ୍ ବିବାହ ଠିକ ହୋଇଛି, କାରଣ ଏବେ ମାଙ୍କ ମୃତ୍ୟୁ ହୋଇଛି,
ତେଣୁ କେବଳ ବିବାହ ଠିକ୍ କରିଦେଇଛି। ଯଦି ତୋ ମନ ଭିତରେ କିଏ ଅଛି ତାହେଲେ ତାକୁ ସେଇଠି ହିଁ ମାରିଦେ। ତୋ ପାଇଁ ମୁଁ ମାସକ ଆଗରୁ ବାଜାବାଲା ଠିକ୍ କରିପାରିବିନି କି ବର ପାଇଁ ଘୋଡ଼ା ଗାଡ଼ି ଠିକ୍ କରିପାରିବିନି। ଏତିକି କହି ସେ ରୁମ୍ରୁ ଚାଲିଗଲା। ମୁଁ ତକିଆରେ ମୁହଁ ମାଡ଼ି କାନ୍ଦିବାରେ ଲାଗିଲି। ପୁଣି ଭାବିକି ମନକୁ ବୁଝାଉଥିଲି କି ଚାଲ, ବିବାହ ତ ଦିନେ ନା ଦିନେ କରିବାକୁ ପଡ଼ିବ। ବିବାହ ହୋଇଯିବା ପରେ ସେ ଘର ତ ମୋର ହୋଇଯିବ ନା, ଆଉ କାହାର ଗୋଲାମୀ କରିବାକୁ ତ ପଡ଼ିବନି। ଭାଉଜଙ୍କ ଠାରୁ ତ ଛୁଟକାରା ମିଳିଯିବ ନା, ଆଉ କେଉଁ କାରଣ ପାଇଁ ବି ଭାଉଜଙ୍କ ଠାରୁ ମୁକ୍ତି ମିଳିପାରିବନି ନା। ଏମିତି ଭାବିକି ମୁଁ ଦିନ ବିତେଇବାରେ ଲାଗିଲି। ସେଦିନ ଆସିଲା, ଆଉ ବିବାହ ଦିନ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲି। ଭାବିଲି କି ଭାଇ ମୋର କେମିତିକା ମଣିଷ ସହିତ ବିବାହ କରୁଛି। ବୋଧେ ଏଇଟା ମୋ ଭାଉଜଙ୍କର ଚାଲ ଥିଲା। କାହିଁକି ନା ଯେବେ ବି ଭାଉଜଙ୍କ ସହିତ ଝଗଡ଼ା ହେଉଥିଲା, ମୋ ଭାଉଜ ମୋର ଶତ୍ରୁ ପାଲଟି ଯାଉଥିଲେ। ମୋତେ ଲାଗିଥିଲା କି କେବେ ବି ସେ ମୋ ଉପରେ ରାଗ ସୁଝେଇବେ, ଆଉ ଆଜି ସେ ଏଇଆ କରିଥିଲେ, ଆଉ ଜିତି ଯାଇଥିଲେ। କାରଣ ମୋ ବର ଅଜବ ଢଙ୍ଗରେ ବସିଥିଲେ। ତାଙ୍କୁ ଦେଖିକି କିଏ ବି ପିଲା ଅନ୍ଦାଜ କରିପାରିବେ ଯେ ସେ ନର୍ମାଲ ମଣିଷ ନଥିଲେ, ସେ ଜଣେ ପାଗଳ ଥିଲେ। ହାତରେ ଚକୋଲେଟ୍ ଧରିଥିଲେ, ଆଉ ସେଗୁଡ଼ିକ ଅଜବ ଢଙ୍ଗରେ ଖାଉଥିଲେ। ଚୁଟି ବି ଠିକରେ କୁଣ୍ଡାଇ ନଥିଲେ। ନୂଆ ପୋଷାକ ତ ପିନ୍ଧିଥିଲେ, କିନ୍ତୁ ଏତେ ମଇଳା କରିଦେଇଥିଲେ ଯେ ଯେମିତି ଜଣେ ଛୋଟ ପିଲା। ସମସ୍ତେ ଜାଣିଦେଲେ ଯେ ସେ ଜଣେ ପାଗଳ ବୋଲି। ଆଖପାଖର କିଛି ମହିଳା ଆସିଥିଲେ, କାହିଁକି ନା ସମ୍ପର୍କୀୟ ତ ନଥିଲେ, ତେଣୁ ସେମାନେ କିଛି ସାହାଯ୍ୟ କରୁଥିଲେ। ସେମାନେ ବି କହିବା ଆରମ୍ଭ କରିଦେଇଥିଲେ କି ନିଶାର ବର ତ ପାଗଳ, ଭାଇ ଭାଉଜ ଏ କ'ଣ କଲେ? ଭାଉଜ ବି ତାଙ୍କ ନଣନ୍ଦ ସହିତ ଏତେ ବଡ଼ ଜୁଲୁମ କେମିତି କଲେ? ମା କ'ଣ ମରିଗଲା ଯେ ସେମାନେ ଯେମିତି ଭଉଣୀକୁ ଗୋଟେ ପାଗଳ ସହିତ ବାହା ଦେବା ପାଇଁ ଅନେଇ ବସିଥିଲେ? ମୋ ବିବାହ ବି ତାଙ୍କ ସହିତ ହୋଇଗଲା। ତାପରେ ମୁଁ ମୋ ବରକୁ ଦେଖୁଥିଲି। ଏବେ ତ ବିଦାୟର ସମୟ ଥିଲା। ମୋ ଆଖିରୁ ଲୁହ ବୋହୁଥିଲା। କାନ୍ଦିବାକୁ ଚାହୁଁଥିଲି, କିନ୍ତୁ କାନ୍ଦି ପାରୁନଥିଲି। କାରଣ ମୋ କାନ୍ଦକୁ କିଏ ବା ପଚାରିଥାନ୍ତା? ମୋତେ ମୋ ମା କଥା ବହୁତ ମନେ ପଡ଼ୁଥିଲା। ମୋ ମା ଯଦି ବଞ୍ଚିଥାନ୍ତା, ତାହେଲେ ମୋ ସହିତ ଏମିତି କେବେ ବି ହୋଇନଥାନ୍ତା। ମୋ ଭାଉଜ ହିଁ ମୋ ଭାଇକୁ ଉସ୍କେଇଥିଲେ। ଆଉ ଭାଇ, ତାର ଟିକେ ଚିନ୍ତା ଆସିଲାନି କି ତା ନିଜ ଭଉଣୀର ବିବାହ ଗୋଟେ ପାଗଳ ସହିତ କେମିତି କରେଇବ? କେମିତି ରଖିବ ମୋତେ ସେ ପାଗଳ? ମୋତେ କ'ଣ ଖୁଆଇବ, କ'ଣ ପିଆଇବ? ଆଜିକାଲି ତ ଲୋକ ନିଜ ଝିଅର ବିବାହ ଏମିତି ପୁଅ ସହିତ କରଉନାହାନ୍ତି ଯାହା ପାଖରେ ଚାକିରି ନାହିଁ, ଆଉ ତାଙ୍କ ପାଖରେ ବୁଦ୍ଧି ବି ନାହିଁ। ଥରୁଟିଏ ତ ଚିନ୍ତା ଆସିଲା କି ସେଠିକୁ ଯିବା ପାଇଁ ମୁଁ ମନା କରିଦେବି, କିନ୍ତୁ ତାପରେ ମୋର ହିଁ ମଜାକ ଉଡ଼ିଯିବ, ଆଉ ପୁଣି ମୋତେ ସେଠାରୁ ବାହାର କରିଦେବେ। ଏଥିପାଇଁ ମୁଁ ସବୁ କିଛି ଭଗବାନଙ୍କ ଉପରେ ଛାଡ଼ିଦେଲି, ଆଉ ଚୁପଚାପ ବାପ ଘର ଛାଡ଼ିଦେଲି। ଆସୁ ଆସୁ ଭାଇ ମୁଣ୍ଡରେ ହାତ ରଖିବାକୁ ଚେଷ୍ଟା କରୁଥିଲା। ମୁଁ ମୁଣ୍ଡ ପଛକୁ କରିଦେଲି। ମୁଁ ଭାବୁଥିଲି କି ତାର ବି ଟିକେ ବେଜିତ ହେଉ। ସେ ବି ଜାଣୁ କି ସେ ମୋ ସହିତ ଯାହା କଲା ଠିକ କଲାନି। ଭାଉଜ ବି ମିଶିବା ପାଇଁ ଆଗକୁ ଆସିଲେ, କିନ୍ତୁ ତାଙ୍କ ସହିତ ବି ଭେଟ ହେଲିନି। କାରଣ ସେ ବି ତ କହିଦେଇଥିଲେ କି ଏତେ ନଖରାମି ଦେଖାନି, ନିଜ ଘରକୁ ପଳାଅ। ଏମିତି କେଉଁ ଭାଉଜ ତାଙ୍କ ନଣନ୍ଦକୁ କହିବେ? କେଉଁ ବି ଝିଅ ଏମିତି ବିଦା ହୋଇନଥିବେ। ମୋ ସହିତ ଯାହା କିଛି ହେଉଥିଲା ସେସବୁ ଭଗବାନ ଦେଖୁଥିଲେ। ମୁଁ ନିଶ୍ଚିତ ଥିଲି କି ଭଗବାନ ଏହାର ନ୍ୟାୟ କରିବେ, କିନ୍ତୁ ଏବେ ମୋ ସମୟ ବହୁତ ଖରାପ ଥିବା ଜଣାପଡ଼ୁଥିଲା। କିଛି ବୁଝିପାରୁନଥିଲି କ'ଣ କରିବି। ମୋ ସ୍ୱାମୀ ପାଗଳ ଥିଲେ, କିନ୍ତୁ ତାଙ୍କ ଘର ବହୁତ ଭଲ ଥିଲା। ସେ ଘରେ ତାଙ୍କର ଭାଇ ଥିଲେ। ରାତି ହେଲା ଯେତେବେଳେ ତାଙ୍କ ସ୍ଥାନରେ ତାଙ୍କ ଭାଇ ଆସିଲେ, ମୁଁ ଟିକେ ଡରିଗଲି। ସେ କହିଲେ କି ଭାଉଜ, ଡରୁଛ କାହିଁକି? ପ୍ରକୃତରେ ଏଇଟା ବି ମୋର ଘର, ଆଉ ଆରଟା ବି ମୋର। ସେଠି ମୋ ସ୍ତ୍ରୀ ପିଲାଛୁଆ ଅପେକ୍ଷା କରିଛନ୍ତି। ଏବେ ସେମାନଙ୍କୁ ତମେ ସମ୍ଭାଳିବ, କାରଣ ମୋ ସ୍ତ୍ରୀ ଏସବୁ ସମ୍ଭାଳି ପାରନ୍ତିନି। ଆମର ବାପା ମା ବି ନାହାନ୍ତି। ବାସ୍
ଏବେ ତମେ ଆଉ ତମ ସ୍ୱାମୀ ଯଦି ତମେ ଜାଣିପାରିବନି କି କେଉଁ ଜିନିଷ କେଉଁଠି ଅଛି ତାହେଲେ ପଚାରିଦେବ। କାନ୍ଥରେ ମୋ ନମ୍ବର ଲେଖା ହୋଇଛି, ଦରକାର ସମୟରେ ଫୋନ କରିପାରିବ। ଦେଖ, ମୋର ବି ପିଲା ଛୁଆ ଅଛନ୍ତି। ମୋ ସ୍ତ୍ରୀକୁ ମୋର ଏଠିକୁ ଆସିବା ପସନ୍ଦ ନୁହେଁ। ଯଦି କିଛି ବି ଏମର୍ଜେନ୍ସି ହୁଏ ତାହେଲେ ଡାକିଦେବ, ନହେଲେ ନିଜେ ହାଲାତକୁ ସମ୍ଭାଳିବାକୁ ଚେଷ୍ଟା କରିବ। କାହିଁକି ନା ଏବେ ତ ସିଏ ଆପଣଙ୍କ ସ୍ୱାମୀ, ଆଉ ଇଏ ତ ତମର ହିଁ ସ୍ୱାମୀ, ଆଉ ତମକୁ ତାଙ୍କ ସହିତ ହିଁ ରହିବାକୁ ପଡ଼ିବ। ମୁଁ ବୁଝିପାରୁଥିଲି କି ମୋ ଜୀବନ କେତେ ଖରାପ ହେବାର ଥିଲା। ମୁଁ ହଁ କରି ମୁଣ୍ଡ ହଲେଇ ଦେଲି। ସେ କହିଲେ କି ଭଗବାନ ଆପଣଙ୍କୁ ସାହାଯ୍ୟ କରନ୍ତୁ, ଆପଣ ଚିନ୍ତା କରିବେନି, ଦିନ ଆସିବ ସବୁ ଠିକ ହୋଇଯିବ। ମୋତେ ଜଣାଥିଲା କି ସେ ମୋତେ ସାନ୍ତ୍ୱନା ଦେଉଥିଲେ, କିନ୍ତୁ ପୁଣି ଆଉଥରେ କହିଲେ କି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି କି ଭାଉଜଙ୍କର ବି ଦିନେ ସବୁ ଠିକ ହୋଇଯିବ, ଆପଣ ଚିନ୍ତା କରିବେନି। କେଜାଣି ଏହି କଥାକୁ ସେ 2 ଥର କାହିଁକି ଏତେ ଜୋର ଦେଇ କହିଲେ? ଏବେ ତ ମୋତେ କିଛି ବୁଝା ପଡୁନଥିଲା। ମୁଁ କହିଲି ଠିକ ଅଛି। ମୋ ସ୍ୱାମୀ ଅନ୍ୟ ରୁମରେ ବସିଥିଲେ। ମୁଁ ଯେତେବେଳେ ସେ ରୁମକୁ ଗଲି, ବୋଧେ ସେ ରୁମ ତାଙ୍କର ଥିଲା। ସେଠାରେ ଥିବା ପ୍ରାୟ ଜିନିଷ ଭଙ୍ଗା ଅବସ୍ଥାରେ ରହିଥିଲା। କିଛି ଖେଳନା ବି ଭାଙ୍ଗିକି ପଡ଼ିଥିଲା। ବୋଧେ ତାଙ୍କର ପିଲାଲିଆମି ଥିଲା। ମୋତେ ଦେଖି ସେ ଡରିଗଲେ। ମୋତେ ବି ଲାଗିଲା କି ସେ କିଛି କଥା ହେବେ, ନହେଲେ କିଛି କାମ ବତେଇବେ, କିନ୍ତୁ ଏମିତି କିଛି ବି ହେଲାନି। ମୁଁ ଚୁପଚାପ ଯାଇ ରୁମରେ ଶୋଇପଡ଼ିଲି। ଭାବୁଥିଲି କି କବାଟ ଭିତରୁ ଦେଇଦେବି, କିନ୍ତୁ ମୁଁ ସେମିତି କଲିନି। କହିବାକୁ ବଡ଼ ଅଜବ ଲାଗୁଛି, କିନ୍ତୁ ଏତେ ଭଲ ନିଦ କେବେ ବି ଆସିନଥିଲା। ଆଖି ଖୋଲିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଗଲି। ସାମ୍ନାରେ ମୋ ସ୍ୱାମୀ ବସିଥିଲେ। ତାଙ୍କୁ ଦେଖିକି ମୁଁ ଡରିଗଲି। ପୁଣି ଯେତେବେଳେ ଟେବୁଲ ଆଡ଼କୁ ଅନେଇଲି ତ ଆଶ୍ଚର୍ଯ୍ୟର ସୀମା ରହିଲାନି। ଟେବୁଲ ଉପରେ ତ ଖାଇବା ରହିଥିଲା, ଆଉ ସେ ଖାଇବା ବାହାରୁ ଅଣାଯାଇଥିଲା। ମୁଁ ଚାରିଆଡ଼ ଅନେଇଲି। ଲାଗିଲା କି ତାଙ୍କ ଭାଇ ସେ ଖାଇବା ନେଇକି ଆସିଥିବେ, କିନ୍ତୁ ଘରେ କିଏ ବି ନଥିଲେ। ବାହାର କବାଟ ତ ଏବେ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା। ରାତିରେ ମୁଁ ନିଜେ କବାଟ ଭିତରୁ ଦେଇଥିଲି। ମୋ ସ୍ୱାମୀ ମୋତେ କହିଲେ କି ଖାଇଦିଅ, ଆଉ ସେ ନିଜେ ଖାଇବାକୁ ବସି ପଡ଼ିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ତାଙ୍କୁ ଏଇଟା ଜଣାଥିଲା ଯେ ଆମର ବିବାହ ହୋଇସାରିଛି, ଆଉ ବଜାରରୁ ଖାଇବା ନେଇକି ଆସିବାର ଅଛି। ଯଦି ସେ କଥା ଜାଣିପାରୁଛନ୍ତି ତାହେଲେ ସେ କେମିତିକା ପାଗଳ। ପୁଣି ସେ ଏକ ଅଜବ ଗୀତ ଗାଇବାକୁ ଲାଗିଲେ। ସେଇଟା ଗୋଟେ କାର୍ଟୁନର ଗୀତ ଥିଲା, ତ ମୁଁ ବୁଝିଗଲି କି ବୋଧେ ଏହା ଏକ ନର୍ମାଲ ହରକତ ଥିଲା। ବୋଧେ ତାଙ୍କୁ ବି ଭୋକ ଲାଗୁଛି, ଆଉ ତାଙ୍କ ପାଖରେ ଅଳ୍ପ ବହୁ ଟଙ୍କା ବି ଥିଲା। ତାପରେ ମୁଁ ଖାଇବା ଆରମ୍ଭ କରିଦେଲି। ପରେ ପରେ ମୁଁ ଘର ସଜେଇବାକୁ ଲାଗିଲି। ମୁଁ ପଚାରିବାକୁ ଭୁଲିଗଲି ଯେ ଏହି ଘର କେମିତି ଚାଲୁଛି, କିନ୍ତୁ ଘରେ ସବୁ ଜରୁରୀ ସାମଗ୍ରୀ ପଡ଼ିଥିଲା। ମୁଁ ତାଙ୍କ ଭାଇଙ୍କୁ ଫୋନ କଲି, କିନ୍ତୁ ଫୋନ ଲାଗୁନଥିଲା। ମୁଁ 2 ପହର ପାଇଁ ବି ଖାଇବା ତିଆରି କରିଦେଲି। ଆମ ଘରେ ଏମିତି ହିଁ ଚାଲିଲା। ଦିନେ ଅଚାନକ ମୋ ସ୍ୱାମୀ କୁଆଡ଼େ ଚାଲିଗଲେ, ତ ମୁଁ ଚିନ୍ତାରେ ପଡ଼ିଗଲି। ବୋଧେ ଘରୁ କୁଆଡ଼େ ପଳେଇଲେ। ତାଙ୍କ ଭାଇଙ୍କୁ ଫୋନ କଲି ଯେ ସେ କହିଲେ ମଝିରେ ମଝିରେ ସେ କୁଆଡ଼େ ପଳାନ୍ତି, ପୁଣି ଫେରି ଆସନ୍ତି, ତେଣୁ ଚିନ୍ତା କରିବା କିଛି ଦରକାର ନାହିଁ। ରାତି ଭିତରେ ନ ଆସିଲେ ମୋତେ କହିବ। ମୁଁ କହିଲି କି ଠିକ ଅଛି। ସେଠୁ ରାତିରେ ମୋ ସ୍ୱାମୀ ଫେରି ଆସିଲେ। ତାଙ୍କ ହାତରେ କିଛି ଜିନିଷ ଥିଲା, ସେଇଟା ମୋତେ ଧରେଇ ଦେଲେ। ମୁଁ ଖୋଲିକି ଦେଖିଲି ତ ସେଥିରେ ଫୁଲ ଥିଲା। ପଚାରିଲି କି ଏଇଟା କ'ଣ? ସେ କହିଲେ କି ତମ ପାଇଁ ନେଇକି ଆସିଛି। ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲି। ମୋତେ ସେ ଫୁଲ ଦେଇ ଆଉ ଗୋଟିଏ ରୁମକୁ ପଳେଇଲେ। କିଛି ସମୟ ପରେ ଦେଖିଲି କି ସେ ରୁମ ଭିତରୁ ବନ୍ଦ ଥିଲା। ସେହି ଘରେ ମୋର ଭଲରେ ଚାଲୁଥିଲା। ଯେମିତି ମୁଁ ଭାବୁଥିଲି ସେମିତି କିଛି ହେଉନଥିଲା, ବରଂ ସବୁ ଭଲ ହିଁ ହେଉଥିଲା। ଆଉ ମୋ ସ୍ୱାମୀ ମୋ ପାଇଁ ପ୍ରତିଦିନ କିଛି ନା କିଛି ନେଇକି ଆସୁଥିଲେ। କେଜାଣି ସେ ଟଙ୍କା କୁଆଡ଼ୁ ଆଣୁଥିଲେ। ଘରେ ବି ସବୁ ଜିନିଷ ଥିଲା,
ଯେତେବେଳେ ଘରର ଜିନିଷ ଟିକେ ସରିବାକୁ ଲାଗିଲା, ଦିନେ ତାଙ୍କ ଭାଇ ମୋ ପାଖକୁ ଆସି ମୋତେ 20,000 ଟଙ୍କା ଧରେଇ ଦେଲେ। ମୁଁ କହିଲି କି ଏ ଘର ତମେ ଚଳଉଛ? ସେ କହିଲେ କି ନା ନା, ଏମିତି କିଛି କଥା ନାହିଁ। ପ୍ରକୃତରେ ଆମେ ଦୁଇ ଭାଇ ନାଁରେ କିଛି ଦୋକାନ ଅଛି, ଆଉ ସେ ଦୋକାନର ଭଡ଼ା ଆସୁଛି। ତେଣୁ ସେ ଭଡ଼ାରୁ 20,000 ଟଙ୍କା 15 ତାରିଖ ଆଡ଼କୁ ତମକୁ ମିଳିଯିବ। ଆଜି 1 ତାରିଖ, ତେଣୁ ମୁଁ ତୁମକୁ ଏ ଟଙ୍କା ଦେବାକୁ ଆସିଗଲି। ମୁଁ କହିଲି କି ଠିକ୍ ଅଛି। ସେ ଟଙ୍କାରେ ମୁଁ ଘର ପାଇଁ ଦରକାର ହେଉଥିବା ଜିନିଷ ନେଇ ଆସିଲି। ଦିନେ ଭାଇ ଭାଉଜ ଆମ ଘରକୁ ଆସିଲେ। ସେମାନେ ତ ଜାଣିଥିଲେ କି ମୋ ବିବାହ ଜଣେ ପାଗଳ ସହିତ ହୋଇଛି ବୋଲି। ମୋର ହାଲ ଜାଣିବା ପାଇଁ ସେମାନେ ଆସିଥିଲେ, କିନ୍ତୁ ଯେତେବେଳେ ମୋତେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ ଏକ ନୂଆ ଦାମୀ ଶାଢ଼ୀ ପିନ୍ଧିଥିଲି। ଦେଖିକି ଭାଉଜ ପଚାରିଲେ କି ଏ ଶାଢ଼ୀ କେଉଁଠୁ ଆଣିଲ? ଏମାନେ ତ ତମକୁ ଏତେ ଦାମୀରେ ଶାଢ଼ୀ ଦେଇ ନଥିଲେ, ଆଉ ଆମେ ବି ତ ତମକୁ ଏତେ ମହଙ୍ଗା ଶାଢ଼ୀ ଦେଇନୁ। ସେଠୁ ମୁଁ କହିଲି କି ମୋ ସ୍ୱାମୀ ଆଣି ଦେଇଛନ୍ତି। ସେଠୁ ସେ କହିଲେ କି ତମ ସ୍ୱାମୀ ତ ସାଧାରଣ ଭାବେ ନିଜେ ନିଜେ ମୁହଁ ହାତ ଧୋଇ ଜାଣିନାହାନ୍ତି, ତମ ପାଇଁ ସେ କେମିତି ଏତେ ମହଙ୍ଗା ଶାଢ଼ୀ ଆଣିଲେ? ମୁଁ ପୁଣି ଥରେ କହିଲି କି ସେ ଆଣିକି ଦେଇଛନ୍ତି। ଆଉ ତୁମକୁ କିଏ କହିଲା କି ତାଙ୍କୁ ମୁହଁ ହାତ ଧୋଇ ଆସିନି ବୋଲି? ଏ ଦେଖ, ସେ ମୋ ପାଇଁ କଣ କଣ ନେଇକି ଆସିଛନ୍ତି। ଯେତେବେଳେ ମୁଁ ସବୁ ଜିନିଷ ଦେଖେଇଲି, ଭାଉଜ ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ କି ଏସବୁ କେଉଁଠୁ ଆଣିଲ? ଚୋରି କରିକି ଆଣିନ ତ? ଆଉ ମୁଁ କହିଲି କି ଏସବୁ ତ ବିଲକୁଲ ନୂଆ। ସେ କହିଲେ ନୂଆ ବୋଲି ତ ଲାଗୁନି। ଏମିତି ସେ ଟିକେ ଚିନ୍ତିତ ହୋଇପଡ଼ିଲେ, କାରଣ ତାଙ୍କର କୌଣସି କଥା ଠିକ୍ ହେଉନଥିଲା। ସେ ମୋତେ ନିଚା ଦେଖେଇବାକୁ ଚାହୁଁଥିଲେ, କିନ୍ତୁ ସେମିତି କିଛି ବି ହେଉନଥିଲା। ତେଣୁ ସେ ଚିନ୍ତାରେ ପଡ଼ିଗଲେ। ମୁଁ ବି ମୁଣ୍ଡ ଉପରକୁ କରି ସବୁ ଜିନିଷ ଦେଖେଇଲି, ଆଉ ମୁଁ ବି ପୁରା ଖୁସି ହୋଇଗଲି। ଭାଉଜ କହିଲେ କି ବୋଧେ ତରବରରେ ଆମେ ଭୁଲ ନିଷ୍ପତ୍ତି ନେଇଗଲୁ, ତମେ ତ ଖୁସି ଲାଗୁଛ। ମୁଁ ମୋ ଭାଇକୁ ବି କହିଲି କି ତମେ କିଛି ଭୁଲ ନିଷ୍ପତ୍ତି ନେଇନ, ମୁଁ ସତରେ ଖୁସି ଅଛି। ଏହି ଘରେ ମୋତେ କିଛି ବି ଜିନିଷର ଅଭାବ ନାହିଁ। ଏମାନଙ୍କ ସ୍ଥିତି ଆମ ଘରଠାରୁ ବି ବହୁତ ଭଲ। ଦେଖ, ଗରମ ହେଲେ ବି ଭଲ ନିଦ ଆସୁଛି। ଏସବୁ ଶୁଣିକି ଭାଉଜଙ୍କ ମୁହଁ ଝାଉଁଳି ପଡ଼ିଲା। ମୁଁ ଜାଣିଥିଲି କି ଘରକୁ ଫେରିବା ପରେ ସେ ମୋ ଭାଇ ସହିତ ଝଗଡ଼ା କରିବେ। ଏଟା ତାଙ୍କ ପାଇଁ ବି ଦଣ୍ଡ ଥିଲା କି ସେମାନେ ମୋତେ ଖୁସି ହେବାର ଦେଖିକି ନିଜ ଭିତରେ କଳି କରୁଥିଲେ। ମୋ ସ୍ୱାମୀ ମୋ ସହିତ କଥା ହେଉନଥିଲେ ବି ମୋର ଯତ୍ନ ନେଉଥିଲେ। ଦିନେ ମୁଁ ଯାଉଥିବା ବେଳେ ମୋ ପାଦରେ ଗୋଟିଏ କ'ଣ ଲାଗି ଖଣ୍ଡିଆ ହୋଇଗଲା। ସେ ମୋ ପାଦରେ ପଟି ବାନ୍ଧିଦେଲେ, କିନ୍ତୁ ରାତି ହେବା ମାତ୍ରେ ସେ ଆର ରୁମକୁ ଚାଲି ଯାଉଥିଲେ, ଆଉ ଭିତରୁ ଲକ୍ କରିଦେଉଥିଲେ। ମୁଁ ପୁରା ଚିନ୍ତିତ ହୋଇଯାଉଥିଲି କି ଏ କେମିତିକା କଥା। ମୁଁ ତାଙ୍କ ସହିତ କଥା ହେବାକୁ ଚାହୁଁଥିଲି। ଫିଲ୍ମରେ ଦେଖିଥିଲି କି ଭଲ ପାଇବାରେ ମଣିଷ ଠିକ୍ ହୋଇଯାଉଥିଲେ। ବୋଧେ ମୁଁ ବି ତାଙ୍କୁ ଭଲ କରିଦେଇ ପାରନ୍ତି। ଯଦି ସେ ଠିକ୍ ହୋଇଯାଆନ୍ତି ତ ତାହେଲେ ଏ ଦୁନିଆର ସବୁଠୁ ଭଲ ମଣିଷ ହୋଇପାରନ୍ତେ। କାହିଁକି ନା ସେ ବହୁତ ସୁନ୍ଦର ଥିଲେ, ତା ସହିତ ୟଙ୍ଗ ବି। ଆଉ ଟଙ୍କା ପଇସା ତ ତାର ଅଭାବ ନଥିଲା। ଘର ବି ଭଲ ଥିଲା। ଘରେ ବି ଏତେ ଜିନିଷ ନଥିଲା। ଯଦି ଏମିତି ସବୁ ଠିକ୍ ହୋଇଯିବ, ତାହେଲେ ମୋର ପୁରା ଜୀବନ ଠିକ୍ ହୋଇଯିବ। କିନ୍ତୁ ଗୋଟିଏ କଥା ଖରାପ ଲାଗୁଥିଲା କି ସେ ମୋ ସହିତ ଠିକ୍ରେ କଥା ହେଉନଥିଲେ, ଆଉ ରାତି ହେଲେ ଆରପଟ ରୁମକୁ ଯାଇ କବାଟ ଦେଇ ଦଉଥିଲେ। ମୁଁ ଯେତିକି ଜାଣିଥିଲି ଯେ ଏମିତି ମଣିଷକୁ ଖୁବ୍ ସ୍ନେହ ଭଲ ପାଇବା ଦେଲେ ସେମାନେ ଠିକ୍ ହୋଇଯାଆନ୍ତି। ମୋର ସନ୍ଦେହ ହେଉଥିଲା କି ସେ ରୁମ୍ ସହିତ ମୋ ସ୍ୱାମୀଙ୍କର କିଛି ନା କିଛି ସମ୍ପର୍କ ଅଛି। ତେଣୁ ଏବେ ମୋତେ ପତା ଲଗାଇବାକୁ ପଡ଼ିବ ଯେ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ସେ ଘରେ କ'ଣ କରୁଛନ୍ତି। ମୁଁ ସେ ରୁମକୁ ବି ଅନ୍ୟ ସମୟରେ ଯାଉଥିଲି, କିନ୍ତୁ ସେଠାରେ ସନ୍ଦେହ କରିବା ପରି କିଛି ନଥିଲା। ତଥାପି ମୋର ସନ୍ଦେହ ଯାଉନଥିଲା, କାରଣ ସେ ଦିନବେଳା ସେ ରୁମକୁ ତାଲା ପକାଇ ଯାଉଥିଲେ। ଦିନେ ମୁଁ ସେ ଚାବି ଲୁଚେଇ ଦେଲି, ଆଉ ସେ ନଥିବା ବେଳେ ତାଲା ଖୋଲିଲି। ମୁଁ ପ୍ଲାନ୍ କରିଥିଲି କି ସେ ରୁମରେ ଲୁଚିକି ରହିବି, ଆଉ ସେ ଯେତେବେଳେ ସେ ରୁମକୁ ଯିବେ ଘଟଣା କ'ଣ ଜଣାପଡ଼ିବ। ସେଦିନ ରାତିରେ ଯେତେବେଳେ ସେ ଆସିଲେ ମୋତେ ଖୋଜୁଥିଲେ,
ମୋ ନାଁ ଧରି ଡାକୁଥିଲେ। ପୁଣି ସେ ମୋ ପାଇଁ କିଛି ଜିନିଷ ନେଇକି ଆସିଥିଲେ। ଆଉ ସେ କେମିତି ଅନୁଭବ କରିପାରିଲେ କି ମୁଁ ରୁମ୍ରେ ନାହିଁ ବୋଲି। ସେ ସେହି ଜିନିଷକୁ ସେଠାରେ ରଖିଦେଲେ ଆଉ ଆର ରୁମ୍କୁ ପଳେଇ ଆସିଲେ, ଯେଉଁଠି ମୁଁ ଆଗରୁ ଲୁଚିକି ରହିଥିଲି। ଭିତରକୁ ଆସିବା ପରେ ସେ କବାଟ ଭିତର ପଟୁ ବନ୍ଦ କରିଦେଲେ ଆଉ ମୁଣ୍ଡକୁ ଚାପି ଧରି ଚୌକି ଉପରେ ବସି ପଡ଼ିଲେ। ମୁଁ ଲୁଚିକି ତାଙ୍କୁ ଦେଖୁଥିଲି। ସେ ଜାଣିବି ନଥିଲେ କି ମୁଁ ସେଠି ଲୁଚିକି ରହିଥିଲି ବୋଲି। ସେ ମୁଣ୍ଡକୁ ଏମିତି ଧରିକି ବସିଥିଲେ ଯେ ଯେମିତି କିଛି ବଡ଼ କଥା ଭାବୁଥିଲେ। ତାଙ୍କ ଚେହେରାରୁ ଅଚାନକ ପାଗଳପଣ ପଳେଇଲା। ଆଉ କିଛି ଗଡ଼ବଡ଼ ଥିବା ନେଇ ମୋର ସନ୍ଦେହ ହେଲା। କିଛି ନା କିଛି କଥା ଅଛି ଯାହାକି ନର୍ମାଲ ନୁହେଁ। କିଛି ସମୟ ପରେ ସେ ନିଜ ପକେଟରୁ ଫୋନ୍ ବାହାର କଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ତାଙ୍କ ପାଖରେ କେବେଠୁ ସେ ଫୋନ୍ ଆସିଲା। ଆଉ ଆଶ୍ଚର୍ଯ୍ୟର କଥା ଥିଲା କି ସେ ଫୋନ୍ ବି ପୁରା ଠିକ୍ ଠାକ୍ ଥିଲା, ଯେତେବେଳେ କି ଘରର ଅନ୍ୟ ଜିନିଷ ଭଙ୍ଗା ଭଙ୍ଗି ହୋଇ ପଡ଼ି ରହିଥିଲା। ସେଠୁ ସେ ଫୋନ୍ରେ କାହା ସହିତ କଥା ହେବାକୁ ଲାଗିଲେ। ଆଉ ସେ ତାଙ୍କ ସହିତ ଏମିତି କଥା ହେବାକୁ ଲାଗିଲେ ଯେ ଶୁଣିକି ମୋର ତ ଯେମିତି ହାଲତ ଖରାପ ହୋଇଗଲା। ସେ ପୁରା ଭଲ ମଣିଷ ପରି କଥା ହେଉଥିଲେ ଆଉ କହୁଥିଲେ, ଦେଖ ମୁଁ ତୁମଠୁ ପ୍ରଥମେ ଡିଲ୍ କରିଥିଲି କି ତମେ ସେ ଟଙ୍କା ବ୍ୟବସାୟରେ ଲଗେଇ ଦିଅ, ଯାହା ମୋ ଭାଗ୍ୟରେ ଥିବ ମୋତେ ମିଳିବ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ମୋ ସ୍ୱାମୀ, ଯିଏ ସାରା ଦୁନିଆ ସାମ୍ନାରେ ପାଗଳ ବୋଲି ଗଣା ହେଉଥିଲେ, ବନ୍ଦ ରୁମ୍ରେ ବସି ବିଜନେସ୍ ଡିଲ୍ କରୁଥିଲେ ଆଉ ପୁଣି ଦୁନିଆ ସାମ୍ନାରେ ପାଗଳାମି କରୁଥିଲେ। କିନ୍ତୁ କାହିଁକି? ଆଉ ସେ ନିଜ ସ୍ତ୍ରୀକୁ ମିଛ କାହିଁକି କହୁଥିଲେ? ନିଜ ସ୍ତ୍ରୀଙ୍କୁ ତ କହିପାରିଥାନ୍ତେ। ଭାବୁଥିଲି କି ସାମ୍ନାକୁ ଆସିଯାଆନ୍ତି ବୋଲି। ପୁଣି ଭାବିଲି କି ଆଉ ଟିକେ ଦେଖେ କ'ଣ କରୁଛନ୍ତି। କିଛି ସମୟ ପରେ ସେ ପକେଟରୁ ବହୁତ ସାରା ଟଙ୍କା କାଢ଼ିଲେ ଆଉ ଟେବୁଲ ଉପରେ ରଖିଦେଲେ। ପୁଣି ଆଉ ଥରେ କାହାର ଫୋନ୍ ଆସିଲା, କିନ୍ତୁ ଏଥର ମୁଁ ଜାଣିଗଲି ଯେ ସେ ନିଜ ଭାଇଙ୍କୁ ଫୋନ୍ କରୁଥିଲେ। ସ୍ୱାମୀ କହୁଥିଲେ କି ଏକଥା ସବୁ ମୁଁ ନିଶାକୁ କହିଦେଉଛି। ସେ ମୋ ସ୍ତ୍ରୀ, ମୁଁ ତାଙ୍କ ସହିତ ରହିବାକୁ ଚାହୁଁଛି। କିନ୍ତୁ ସେପଟରୁ କହୁଥିଲେ କି ତରବର ହୁଅନି। ସେଠୁ ମୋ ସ୍ୱାମୀ କହୁଥିଲେ କି ତରବର କ'ଣ, ବିବାହକୁ 4 ମାସ ହୋଇଗଲାଣି। ଏତିକି ସେ କଥା ହୋଇଛନ୍ତି କି ନା ମୁଁ ତାଙ୍କ ସାମ୍ନାକୁ ପଳେଇ ଆସିଲି। ମୋତେ ଦେଖିକି ଯେମିତି ସେ ବେହୋସ ହୋଇଗଲେ। ଆଖି ବଡ଼ ବଡ଼ ହୋଇଗଲା। ଫୋନ୍କୁ ତୁରନ୍ତ ରଖିଦେଲେ। ମୁଁ ପଚାରିଲି କି ଏସବୁ କ'ଣ? କାହିଁକି ଦୁନିଆ ସାମ୍ନାରେ ନିଜକୁ ପାଗଳ ବୋଲି ଦେଖେଇ ହେଉଛ? ମୁଁ ସବୁ କିଛି ଶୁଣିଦେଇଛି। ସେ କହିଲେ କି ଦେଖ, ମୁଁ ଆଜି କି କାଲି ତମକୁ ଏକଥା କହିଥାନ୍ତି। ସେଠୁ ମୁଁ କହିଲି କି ତମେ ଏବେ ସବୁ କଥା କୁହ, କଥା କ'ଣ? କହିକି ମୁଁ କାନ୍ଦି ପକେଇଲି। ସେ କହିଲେ, କାନ୍ଦୁଛ କାହିଁକି? ମୁଁ କହିଲି କି ଜାଣିନି, ବାସ୍ ତମେ ସବୁ ସତ କଥା ଆଜି କୁହ। ସେଠୁ ସେ ମୋତେ ଏମିତି କଥା କହିଲେ, ଶୁଣିକି ମୋର ଆଶ୍ଚର୍ଯ୍ୟର ସୀମା ରହିଲାନି। ସେ କହିଲେ କି ମୁଁ ସାରା ଅଞ୍ଚଳର ସବୁଠୁ ବୁଝିବା ସୁଝିବା ଆଉ ପଢ଼ା ଲେଖା ପୁଅ ଥିଲି। ଭଲ ଚାକିରି ବି କରିଥିଲି। ଏବେ ବି ସେ ଚାକିରି କରିଛି ଆଉ ରାତି ସାରା ବସି ଅନଲାଇନରେ କାମ କରୁଛି। ମୁଁ ପଚାରିଲି କି ତାହେଲେ ପାଗଳ ହୋଇ ବୁଲୁଛ କାହିଁକି? ସେ କହିଲେ କି ମୋର କିଛି ଲୋକ ସାଙ୍ଗ ଥିଲେ, କିନ୍ତୁ ମୁଁ ଜାଣିନଥିଲି କି ସେମାନେ ଭଲ ଲୋକ ନଥିଲେ ବୋଲି। ଦିନେ ସେମାନଙ୍କ ସହିତ ମୋର ଝଗଡ଼ା ହୋଇଗଲା ଆଉ ସେ ଝଗଡ଼ାରେ ଜଣଙ୍କର ମୃତ୍ୟୁ ହୋଇଗଲା। ଅନ୍ୟମାନେ ଦୋଷ ମୋ ଉପରେ ଲଦିଦେଲେ। କ'ଣ କରିବି ବୋଲି ମୋ ମୁଣ୍ଡ କାମ କଲାନି। ସେଠୁ କିଛି ଦିନ ଲୁଚି ରହିବା ପରେ ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସିଲା। ସେହିଦିନ ଠାରୁ ମୁଁ ପାଗଳ ହେବାର ଅଭିନୟ କରୁଛି, ନହେଲେ ପୋଲିସ ମୋତେ ବାନ୍ଧି ନେବ ଆଉ ମୋତେ ଜେଲ୍ ହୋଇଯିବ। ଅନ୍ୟମାନେ ତ ଫେରାର ହୋଇଗଲେ ଆଉ ସେ ଲୋକର ଜୀବନ ବଞ୍ଚାଇବାକୁ ମୁଁ ସେଠାରେ ରହିଗଲି। କିନ୍ତୁ ସେ ମରିଗଲା ଆଉ ଦୋଷ ମୋ ଉପରକୁ ପଳେଇ ଆସିଲା। ମୋତେ ବି ପୋଲିସ ଧରି ନେଇଥିଲା। ଏବେ ବି ସେ ଲୋକମାନେ ଏହି ଅଞ୍ଚଳରେ ରହୁଛନ୍ତି। ତେଣୁ ମୁଁ ଏବେ ବି ପାଗଳର ଅଭିନୟ କରୁଛି। ଶୁଣିଲି କି ସେମାନେ ନିଜ ଘର ବିକି ଦେଇଛନ୍ତି ଆଉ 1 ମାସ ଭିତରେ ଏଠାରୁ ପଳାଉଛନ୍ତି। ବାସ୍ ସେମାନେ ଯିବା ପରେ ମୁଁ ଠିକ୍ ଭାବରେ ରହିବି।
ତମକୁ ଏସବୁ କହି ନଥିଲି କାରଣ ସେମାନେ ରହୁଥିଲେ ଆଉ ସେମାନେ ଯିବା ପରେ ତମକୁ ସବୁ କହିଦେଇଥାନ୍ତି। ତମ ଭାଇ ଯେତେବେଳେ କହିଲେ କି ତାଙ୍କୁ ଏ ପ୍ରସ୍ତାବରେ କୌଣସି ସମସ୍ୟା ନାହିଁ, ଆମେମାନେ ପୁରା ଆଶ୍ଚର୍ଯ୍ୟ ହୋଇଗଲୁ। ଆମେ ବି ହଁ କରିଦେଇଥିଲୁ। ବିବାହ ହୋଇଗଲା ଆଉ ତମକୁ ବି ମୁଁ ବହୁତ ଭଲ ପାଏ। ତେଣୁ ଯେତେବେଳେ ବି ବାହାରକୁ ଯାଏ ତମ ପାଇଁ କିଛି ନା କିଛି ନେଇ ଆସେ। ମୁଁ ପାଗଳ ବୋଲି ତମେ ବି ଯେମିତି ନ ଭାବ ଆଉ ଛାଡ଼ିକି ନ ଯାଅ। ସେଥିପାଇଁ ତମର ସବୁ ନଖରାମିକୁ ମୁଁ ସହେ। ଫଳରେ ତମେ କେମିତି ଖୁସିରେ ରହିପାରିବ। ଶୁଣିକି ମୋ ଆଖିରେ ଲୁହ ଆସିଗଲା। ସେ କହିଲେ କି ତମେ କାନ୍ଦୁଛ କାହିଁକି? ମୁଁ କହିଲି କି ଖୁସିରେ କାନ୍ଦୁଛି। ସେ କହିଲେ କି ଅଜବ କଥା, ଦୁଃଖରେ ବି କାନ୍ଦୁଛ ଆଉ ଖୁସିରେ ବି କାନ୍ଦୁଛ। ଆରେ ଦେଖ, ମୁଁ ତମର ସ୍ୱାମୀ। ତମ ଜୀବନ ବହୁତ ଭଲ ହୋଇଯିବାର ଅଛି। 1.5 ମାସ ଯାଏଁ ଆମକୁ ନାଟକ କରିବାର ଅଛି। ତାପରେ ସବୁ କିଛି ଠିକ ହୋଇଯିବ। ମୁଁ କହିଲି କି ମୋର କିଛି ସମସ୍ୟା ନାହିଁ। ମୁଁ ତ ଖାଲି ଭାବୁଛି କି ଭଗବାନ ମୋର କେଉଁ ପୁଣ୍ୟ କାମ ପାଇଁ ଏ ଉପହାର ଦେଇଛନ୍ତି। ମୁଁ କେବେ ବି କାହାର କ୍ଷତି କରିନି। ଭଗବାନଙ୍କୁ ଧନ୍ୟବାଦ ଦେବି କି ତମେ ପୁରା ଠିକ ଅଛ, ପାଗଳ ନୁହେଁ। ସେ କହିଲେ କି ଏବେ ଆଉ ଚିନ୍ତା କରନି, ସବୁ ଠିକ ହୋଇଯିବ। ମୁଁ ତମ ସ୍ୱାମୀ, ସବୁବେଳେ ତମର ଦେଖାଶୁଣା କରିବି, ତମ ସହିତ ରହିବି। ଆମ ଜୀବନ ବହୁତ ଭଲ ହୋଇଯିବ। ସେଠୁ ଆମେ ମିଶି ଗୋଟେ ପ୍ଲାନ୍ କଲୁ। ସମସ୍ତଙ୍କୁ ଦେଖେଇବା ପାଇଁ ମିଛରେ ସ୍ୱାମୀଙ୍କ ଚିକିତ୍ସାର ବାହାନା କଲି। ଆଉ ସେ 2 ମାସ ପରେ ଠିକ ହୋଇଗଲେ ବୋଲି ସମସ୍ତଙ୍କର ବିଶ୍ୱାସ ହୋଇଗଲା। ଆଉ 2 ମାସ ପରେ ବି ସେହି ଅଞ୍ଚଳରୁ ସେ ଲୋକମାନେ ପଳେଇଥିଲେ। ଏବେ ମୋ ଖୁସି ଫେରି ଆସିଥିଲା। ତ କାହାଣୀଟି ଏତିକି ଥିଲା। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣେଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ବେଲ୍ ଆଇକନକୁ ଅନ୍ କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ।